বসিয়ছ বড় লোক পরি হে হরি ইয়ে ভূত হই প্রেম কলা রাধিকাঙ্কু ধরি চন্দ্রসেনা পড়াইলে দেখি ধরি মরি চন্দ্রসেনাকে পড়াইলে দেখি ধরি মরি কপটিয়া লপটিয়া তুমি গোপী মারকিয়া ভাব বিনোদিয়া গিরিধারী রাই ছুড়াই তুমি গোপীটি তোমরাই তুমি বসিয়ছ বড় লোক পর হে হরি ভূত হই প্রেম কলা রাধিকাঙ্কু ধরি চন্দ্রসেনা পড়াইলে দেখি চন্দ্রসেনা পড়াই দিনে কদম মোড়ার খাই তুমি পবন কুয়া দেবে দিনে কদম মোড়ার খাই তুমি পবন কুয়া দেবে গোপীমান পালকা বসন নেল তুমি উড়াই নেল তুমি উড়াই গোপীমান পালকা বসন নেল তুমি উড়াই নেল তুমি উড়াই হরি ভাব বিনুদিয়া হরি ভাব বিনুদিয়া হরি আয়ে গিরিধারী কপটিয়া হই তুমি হেল বংশীধারী কপটিয়া হই তুমি হেল বংশীধারী কপটিয়া লপটিয়া তুমি গোপী মারকিয়া ভাব বিনোদিয়া গিরিধারী রাই ধুরাই তুমি গোপীটি তোমরাই তুমি বসিয়ছ বড় লোক পর হে হরি ভূত হই প্রেম কলা ভূত হই রাধিকাঙ্কু ধরি চন্দ্রসেনা পড়াইলে দেখি ধরি মরি চন্দ্রসেনা পড়াই দিনে রাধিকাঙ্কু কথারে ছিল চন্দ্রাবলী মন মোহি দিনে রাধিকাঙ্কু কথারে ছিল চন্দ্রাবলী মন মোহি চন্দ্রা তীরে রাতি গলা পাই যেতে মান কলে আই যেতে মান কলে আই চন্দ্রা তীরে রাতি গলা পাই যেতে মান কলে আই যেতে মান কলে আই আরে হটিয়া তুয়া তুমি হটিয়া তুয়া তুমি আয়ে গিরিধারী খজুরি গছর কি গুণ গাইবি মূলর পাহাড় পড়ি খজুরি গছর কি গুণ গাইবি মূলর পাহাড় পড়ি কপটিয়া লপটিয়া তুমি গোপী মারকি ভাব বিনোদিয়া গিরিধারী রাই ধুরাই তুমি গোপীটি তোমরাই তুমি বসিয়ছ বড় লোক পর হে হরি ভূত হই প্রেম কলা রাধিকাঙ্কু ধরি চন্দ্রসেনা পড়াইলে দেখি ধরি মরি চন্দ্রসেনা পড়াইলে দেখি ধরি মরি নীরবর সমন্ত মোদেরন্তু শ্রবণ হরিচন্দ্রসেনা পড়াইলে হাজা হাজা বাবু করিবি প্রদান হরিচন্দ্রসেনা পড়াইলে মধু গোপী মানে ক্রীড়া করুଥିଲେ আহা চন্দ্রসেনা পড়াইলে ক্রীড়া সারি মনে মনে চিন্তা করিলে আহা চন্দ্রসেনা পড়াইলে
କାନେ ଲୁଗା ପଟା ରଖିଥିଲେ ଜାଣ ଚନ୍ଦ୍ର ସେନା ପଳାଇଲେ ଆଉ ସେଇ ସ୍ଥାନକୁ ଦେଖିଲେ ନୟନେ ଫେରିଣ ଚନ୍ଦ୍ର ସେନା ପଳାଇଲେ ଆଉ ସେ ଜାଗାରେ ବସ୍ତ୍ର ନାହିଁ ଅଟଇଛି ଜାଣ ଚନ୍ଦ୍ର ସେନା ପଳାଇଲେ ନିରାଶ ହୋଇଲେ ସେଇ ଗୋପିନୀ ହେଗଣ ଚନ୍ଦ୍ର ସେନା ପଳାଇଲେ ଶାଶୁ ନଣନ୍ଦ ଦେଖିଲେ ଏହି ଦୁଷ୍ଟ ଭାବ ଚନ୍ଦ୍ର ସେନା ପଳାଇଲେ ଆଜ୍ଞା ନିନ୍ଦା କରି ଯେତ ପରାମ୍ଭକୁ ହେ ଗର୍ବ ଚନ୍ଦ୍ର ସେନା ପଳାଇଲେ ଆଜ୍ଞା ଗୋପାଙ୍ଗନ ମାନେ ଚିନ୍ତା କଲେ ଯେତେବେଳେ ଜଳ କ୍ରୀଡ଼ା କରୁଥିଲେ ମାୟାଧର କୃଷ୍ଣଚନ୍ଦ୍ର ଆଜ୍ଞା ସେଇ କଦମ୍ବ ଡାଳରେ ଆଣିକି ପବନକୁ ଆଜ୍ଞା ଦେଲେ ଥୋଇଦେଲେ ବସ୍ତ୍ରକୁ ଆଉ ଉଡେଇକି ଆଣିଲେ ହାରି ଆଉ ଆଜ୍ଞା ଜଳ କ୍ରୀଡ଼ା ସରିଗଲା ଗୋପାଙ୍ଗନା ମାନେ ତ ଉଲ୍ଲଗ୍ନ ହେଇଛନ୍ତି ଗୋପାଙ୍ଗନା ମାନେ ଚିନ୍ତା କଲେ ବସ୍ତ୍ରଟି ଯୋଉ ଜାଗାରେ ରଖିଥିଲେ ସେ ଜାଗାକୁ ନିରୀକ୍ଷଣ କରିକି ଦେଖିଲେ ଆଜ୍ଞା ବସ୍ତ୍ରଟି ମାନ ନାହିଁ ତେଣୁ ମନେ କଲେ କଣ ବସ୍ତ୍ରଟି କୁଆଡେ ଗଲା ଆଜ୍ଞା ଚାରିପଟକୁ ନଜର ଫେରାଇଲେ ଦେଖିଲେ ବସ୍ତ୍ରଟି ନାହିଁ ପରିଶେଷରେ ଉପରକୁ ଅନେଇ ଦେଲେ ଦେଖିଲା ବେଳକୁ କଦମ୍ବ ଡାଳରେ ବସ୍ତ୍ରଟି ମାନ ଥୁଆ ହେଇছে ମୁରଲି ଧାରି ଆଜ୍ଞା ବଇଛି ଧରିକି ବସିଛନ୍ତି ଉପରେ ଆଉ ତେଣୁ ଯେତେବେଳେ ଦେଖିଲେ ଗୋପାଙ୍ଗନା ମାନେ ଇତସ୍ତତ ହେଇଗଲେ ହେଲେ ଆରେ ସେ ମାୟାଧର କୃଷ୍ଣଚନ୍ଦ୍ର ଆମ ବସ୍ତ୍ରଟି ମାନ ଚୋରେଇକି ନେଇକି ସେଠି ଲଗେଇଛି ରଖିଦେଇଛି ଆମେ କେମିତି ବସ୍ତ୍ରଟି ମାନ ପାଇବା ଆଜ୍ଞା ଇତିମଧ୍ୟରେ ରାଧା ତ ଥିଲେ ବୁଦ୍ଧିମତୀ ରାଧା କହିଲେ ଗୋପାଙ୍ଗନା ମାନେ लो ତୁମେ ମୁହ ବୋଲ କର ନିଶ୍ଚିତ କୃଷ୍ଣଚନ୍ଦ୍ରଙ୍କ ଠାରୁ ବସ୍ତ୍ରଟି ମାନ ଆଣିବା ହେଲା ହଉ ଆମେ ତୁମ ବୋଲ କରିବୁ କହିଲେ ତୁମେ ତେଣୁ ହେଲା କଣ ଆଜ୍ଞା ଅଣ୍ଟେ ପାଣିରେ ଛିଡା ହେଇକି ଦେଖୁଥିଲେ କହିଲେ ନାଇଁ ନାଇଁ ତୁମେ ମୋ ବୋଲ କର ଅଲା ପାଟିଏ ପାଣିକି ଚାଲ ଭାରି ଅଲା ପାଟିଏ ପାଣିରେ ଠିଆ ହୋଇ ଗୋପୀ ମାଗନ୍ତି আরে কথা বলে নন্দ পুয়া রে কথা বলে নন্দ পুয়া কথা বলে নন্দ পুয়া রে কথা বলে নন্দ পুয়া ଯେତେବେଳେ ବସ୍ତ୍ରଟି ମାନ ମାଗିବା ପାଇଁ ରାଧାଙ୍କ ନିର୍ଦ୍ଦେଶରେ ରାଧା ଆଗରେ ଯାଇକି ଛିଡା ହେଇଛନ୍ତି ଆଜ୍ଞା ବସ୍ତ୍ରଟି ମାଗୁଛନ୍ତି ପତଳା କାକୁ ସ୍ୱଭାବରେ କହନ୍ତି ଗୋପୀ ଆମ୍ଭରି ନତି ଜ୍ଞାନ ଆରେ ଆମ୍ଭରି ନତି ଜ୍ଞାନ ଆରେ ଆମ୍ଭରି ନତି ଜ୍ଞାନ ନାହିଁ କେବେ ତୁ ଭରି ଦେଖିଲେ ଆରେ ନ ଦେଖିଲେ ଯୌବନ ଆରେ ଭଲା ନ ଦେଖିଲେ ଯୌବନ ଆରେ ନ ଦେଖିଲେ ଯୌବନ ନ ଦେଖିଲେ ଯୌବନ ଆଜ୍ଞା କୃଷ୍ଣଚନ୍ଦ୍ର କହୁଛନ୍ତି ଗୋପାଙ୍ଗନା ମାନେ ତମ ଯୌବନ ମାନ ନ ଦେଖିଲେ ବସ୍ତ୍ରଟି ମାନ ଦେବୁ ନାହିଁ ଆଜ୍ଞା ରାଧାଙ୍କର ବଡପଣଙ୍କ ଯୋଉ ରଖିଥିଲେ ଗୋପୀ ମାନଙ୍କ ପାଖରେ ତାଙ୍କ ମୁହଁ ତଳୁକୁ ହେଇଗଲା ତେଣୁ ମନେ ମନେ ଚିନ୍ତା କରୁଛନ୍ତି ନଟକୁଟିଆ ହରି ସବୁ ଲୀଳା ଲଗେଇ ଦେଇଛନ୍ତି ଆଜ୍ଞା ପୁରାଣରୁ ଶୁଣିଲା ସୁରଥ ଖଣ୍ଡ ଏ କଥା ଆଉ କଣ ଶୁଣିଲା ପୁରାଣରୁ କହିଲା ବର୍ଷ ବର୍ଷ ବାହାଳ ନାନା ରଙ୍ଗ ଖେଳ
8 ବର୍ଷର ପିଲା ସେଇ ପୁରାଣରୁ ଶୁଣିଲା ହରିବାବୁ 8 ବର୍ଷର ପିଲା ଅଷ୍ଟ ଅଳଙ୍କାର ଆଭରଣ ହେଇଛି ଅଷ୍ଟ ସଖା ମେଳରେ ବୃନ୍ଦାବନକୁ ଦୈନନ୍ଦିନ ଗୋରୁ ନେଇକି ଯାଉଛି କହିଲା ଏଇ ଯୋଉ ଅଷ୍ଟ ଅଳଙ୍କାର ଆଭରଣ ହେଇଛି କହିଲା ମୁଁ ବୃନ୍ଦାବନକୁ ଯିବି ତାକୁ ଜୀବନରେ ମାରି ଖତମ କରି ତାଠୁ ସବୁ ନେଇକି ଯିବି ଭାରି ଆନନ୍ଦର ତେଣୁ ଅଷ୍ଟ ଅଳଙ୍କାର ସବୁ ନେଇକିରି ପଳେଇବି ପୁଣି ଏପଟେ ଚିନ୍ତା କଲା ଏ ଧନୀର ଦୁଲାଳ ଗୋଟିଏ ସୁନା ଚେନ ଟିଏ ପକେଇଥିଲା ଗୋଟିଏ ପିଲା ଏ ତ ଗୋଟିଏ ଚେନ ପକେଇଛି ଇଏ ତ ସେଇ ଗୋଟିଏ ପିଲା ଇଏ ତ ଅଷ୍ଟ ଅଳଙ୍କାର ଆଭରଣ ହେଇଛି ସେ ଧନୀର ଦୁଲାଳକୁ କାହିଁକି ମାରିକି ତାଠୁ ଚେନଟି ନେବି କାହିଁକି ଆକୁ ମୁଁ ବୃନ୍ଦାବନକୁ ଯାଇ ଏ ଅଷ୍ଟ ଅଳଙ୍କାର ତାକୁ ନିଧନ କରି ସବୁ ନେଇ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଲାଲେ ଲାଲେ ହେଇକି ରହି ଏଇ କଥା ଯେତେବେଳେ ଚିନ୍ତା କଲେ ତେଣୁ ସୁରତ ଖଣ୍ଡ ପୁରାଣରୁ ଏ କଥା ଶୁଣିଲା ଆଜ୍ଞା ସେଇଦିନ ପୁରାଣ ସେତିକିରେ ସେ ଅଧ୍ୟାୟଟି ବନ୍ଦ ହେଲା କହିଲା ଇତି ଶ୍ରୀ ହେଲା ପୁରାଣ ଇତି ହେଲା ପୁରାଣ ଇତି ଶ୍ରୀ ହେଲା ଧନ ପାଇ ବସିଥିଲା ଚାହି ସ୍ୱାମୀ ମନ ସ୍ୱାମୀକୁ ଦେଖିଲ ପୁଣି ମନ ଛନ ଛନ ସ୍ୱାମୀକୁ ଦେଖିଲ ପୁରା ମନ ଛନ ଛନ ସ୍ୱାମୀକୁ କହିଲା ପରା ଦିଅ ବେଗେ ଧନ ସ୍ୱାମୀକୁ କହିଲା ପରା ଆହେ ପ୍ରାଣ ଧନ ଦିଅ ଦିଗ ଦିଗେ ପରା ଆହେ ପ୍ରାଣ ଧନ ଧନ ଆଜି ନ ମିଳିଲା ଅଟଇ କାରଣ ଧନ ଆଜି ନ ମିଳିଲା ଅଟଇ କାରଣ ଆରେ ଧନ ଆଜି ନ ମିଳିଲା ଅଟଇ କାରଣ ପୁରାଣ ଧନ ଯଦି ନ ମିଳିଲା ପ୍ରଫୁଲ୍ଲିତ ମନ ଯଦି ନ ମିଳିଲା ତ ନାହିଁ ତମ ମନ କାହିଁକି ତ ପରା ପ୍ରଫୁଲ୍ଲିତ ଜାଣ ପୁରାଣ ଭାବୁନ କହିବି ତ ନାରୀ ରତନ ପୁରାଣ ସ୍ୱାମୀ ସ୍ତ୍ରୀ ଆମ୍ଭେ ପରା ଅଟେ 2 ଜଣ ପୁରାଣ ତୁମେ ପରା ମୋର ପରା ସ୍ତ୍ରୀ ପରା ଜାଣ ପୁରାଣ ତୁମର ସ୍ୱାମୀ ପରା ଅଟଇ କାରଣ ପୁରାଣ ତୁମର ସେ ଭାଜା ମୁହିଁ ଅଟଇ ବିଧାନ ପୁରାଣ ତୁମର ସେ ଭାଜାଙ୍ଗିନି ଅଟଇ ବହନ ପୁରାଣ ତୁମେ ମୋର ଢାଙ୍ଗ ହେ ଅଟଇ କାରଣ ପୁରାଣ କପୁର ସତ କଥା ଫେରିଣ ମହଲ ପୁରାଣ ରଥ ଖଣ୍ଡ ତ ମନା କରିଦେଲା ଜାଣ ପୁରାଣ କଥା ମୁଁ ନ କହିବି ତୁମ୍ଭ ପାଖେ ଜାଣ ପୁରାଣ କାହିଁ କାହିଁ ନ କହିବ ଅଟଇ ବହନ ପୁରାଣ କେଉଁ ଜାଗା ଏହିପରି ଘଟିଛି ଘଟଣା ପୁରାଣ ଘଟଣା ଘଟିଛି ବୋଲି ନ କହୁଛି ଜାଣ ପୁରାଣ କହିଲା ମୁଁ ତମର ସ୍ତ୍ରୀ ତମେ ମୋର ସ୍ୱାମୀ ଧନ ପାଇଁ ଯାଇଥିଲ
ଧନ ତ ଯଦି ନ ମିଳିଲା ନାହିଁ ତମେ କାହିଁ କିରି କିରି ହେଇକି ହସୁଛ କହିଲା ମୁଁ ତମକୁ କହିବିନି ସୁରଥ ଘଣ୍ଟ କହିଲା କହିଲା କୋଉ ଜାଗାରେ ଏମିତି ସ୍ତ୍ରୀ କି ପୁରୁଷ କଣ କହିଲା ପରେ କଣ ଘଟିଛି କି ଘଟଣା କହିଲା ଦିନ କର କଥା ଏବେ ଶୁଣ ଦେଇ ମନ ଶୁଣ ଦେଇ ମନ ଭଲା ଶୁଣ ଦେଇ ମନ ଖଣ୍ଡ ପଡ଼ା ରାଜାଙ୍କର ଉଆ ତର ଅଧେର ଉଆ ତୋର ହେନ ଭଲା ଉଆ ତୋର ହେନ ଦୈନନ୍ଦିନ ବରାତି ଆଜ୍ଞା ଦୈନନ୍ଦିନ ଜାତି ପରା ମହାପାତ୍ର ଜଣ ଆରେ ମହାପାତ୍ରେ ଜାଣ ଭଲା ମହାପାତ୍ରେ ଜାଣ ଯଦୁ ମଣି ମହାପାତ୍ର ଶାନ୍ତି ପରା ଜଣ ଆରେ ଦମ୍ତି ପରା ଜାଣ ଭଲା ଦମ୍ତି ପରା ଜାଣ ରଜାଙ୍କର ପାଣ୍ଡି ପୋଥି ଦେଖନ୍ତି ମହନ ଆରେ ଦେଖନ୍ତି ଭଲା ଦେଖନ୍ତି ଭଲା ରଜାଙ୍କର ଶୁଭା ଶୁଭ ଫଳ ଦେଖି ଦେଳ ଆରେ ଫଳ ଦେଖି ଜାଣ ଭଲା ଫଳ ଦେଖି ଜାଣ କାଳେ ରଜା ପରା ଦିଅନ୍ତି ବହନ ଆରେ ଦିଅନ୍ତି ଭଲା ଭଲା ଦିଅନ୍ତି ଭଲା ସନ୍ତା ପରିବାର ପାରି ଦେଶ ଅଧିକ ପାରିରା କହିବ ଭଲା ପାରିରା କହିବ କହିଲା ଯଦୁମଣି ମହାପାତ୍ରେ ଖଣ୍ଡପଡ଼ା ରଜାଙ୍କ ନିକଟକୁ ଦୈନନ୍ଦିନ ଯାଆନ୍ତି ଆଜ୍ଞା ଯାଇକରି ପ୍ରବେଶ ତାଙ୍କ ହାତଟି ଦେଖନ୍ତି ପାଞ୍ଜି ପୋଥି ଦେଖନ୍ତି ହରି ଭାଇ ଯେମିତି ବାଜୁଛି ବାଜୁ ମୋ ଭାଇ ରହ ଶୁଣନ୍ତୁ ଆଜ୍ଞା ଆପଣ ଭ୍ରମର ଆଉ ଆପଣ ଯେତେବେଳେ ଆସୁଛନ୍ତି ଆପଣଙ୍କୁ କେତେବେଳେ ଅସମ୍ମାନ ନାଇଁ ନାଇଁ ଠିକ ଅଛି ହେଲା ଯେ ଅନୁଷ୍ଠାନଟା କାହାର ଆପଣଙ୍କର ହଁ ଆମର ନୁହଁ ଆପଣ ଆସୁଛନ୍ତି ହେଲେ 5 ଜଣ ଲୋକ ଅନେକ ଭ୍ରମର ଆଉ କଣ ଟିକେ ଗାଇଦେଲେ ହଉ ଭାଇ ବହୁତ ଧନ୍ୟବାଦ ହଉ ତେଣୁ ବହି ଉପରକୁ ଯିବା ହଁ 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 ତାଙ୍କୁ ଆଜି ସ୍ୱର୍ଗ ପ୍ରାପ୍ତି କରିବା ହେଲା କଣ ହଁ ଜୟ ଜଗନ୍ନାଥ ହେଲା ଆଜ୍ଞା ପାଞ୍ଜି ପୋଥି ଦୈନନ୍ଦିନ ସନ୍ତା ପରିବା ଏବଂ ପାରିଶ୍ରମିକ ବାବଦକୁ ଟଙ୍କା ଦିଅନ୍ତି ଆଜ୍ଞା ଏଇପରି କେତେ ଦିନ ବିତିଗଲା ରଜା ଚିନ୍ତା କଲେ ତ ଯଦୁମଣି ମହାପାତ୍ର ଦୈନନ୍ଦିନ ଏମିତି ଆସିକି ପାଞ୍ଜି ପୋଥି ଦେଖିକି ପଇସା ପତ୍ର ମୁଁ ଦଉଛି ପରିବା ଇତ୍ୟାଦି ଦଉଛି କାଲି ଯଦି ସିଏ ଆସିବେ ମୁଁ ତାଙ୍କୁ ଟିକେ ପରୀକ୍ଷା କରିବି ଆଉ ସେ ମୋର ବିଶ୍ୱାସୀ କି ଅବିଶ୍ୱାସୀ କାଲି ପ୍ରଭାତରୁ ଯଦୁମଣି ମହାପାତ୍ର ଆସିଲେ କହିଲେ ମହାପାତ୍ର ମୁଁ ଗୋଟେ ପ୍ରଶ୍ନ ପଚାରିବି ନା କଣ ପ୍ରଶ୍ନଟା ନା ତୁମେ କାହା ଆଗରେ କହିବେନି ତ ନା ନାଇଁ ମୁଁ କାହା ଆଗରେ କହିବିନି କହିଲା ତମେ ଯଦି କହିଦବ ଅସୁବିଧାରେ ପଡ଼ିଯିବି ମୁଁ ରାଜା କହିଲେ ମୁଁ ବିଶ୍ୱାସ ଭାଜନ ହେବି କେମିତି ରାଜା ଯଦୁମଣି ମହାପାତ୍ର କହିଲେ ତୁମେ ଯେଉଁ କଥାଟି କହିବ ମୁଁ କାହା ଆଗରେ ପ୍ରକାଶ କରିବି ନାହିଁ ପକାଇ କହୁଛି ନ କହିବି ଜାଣ ଆରେ ରାଣ ପକାଇ କହୁଛି ନ କହିବି ଜାଣ ଯଦୁମଣି ମହାପାତ୍ର କହିଦେଲେ ତୁମେ ରାଜା ଯାହା କହିବେ ମୁଁ କାହା ଆଗରେ କହିବି ନାହିଁ ଆଜ୍ଞା ରାଣ ପକାଇଦେଲେ ରାଜା କହିଲେ ମୋ ପେଟରେ ଗୋଟିଏ କାଉ ଅଛି ପରା ଜାଣ ଆରେ ଅତି ପରା ଜାଣ ଭଲା ଅତି ପରା ଜାଣ ଆଜ୍ଞା ରାଜା କହିଦେଲେ ମୋ ପେଟରେ ଗୋଟେ କାଉ ଅଛି ଆଜ୍ଞା ଯଦୁମଣି ମହାପାତ୍ର ଚିନ୍ତା କଲେ ମଣିଷ ପେଟରେ ଗୋଟେ କାଉ କେମିତି ରହିଲା ଆଜ୍ଞା ସେଦିନ ଯାହା ପାରିଶ୍ରମିକ ଦେଲେ ସଜା ପନିପରିବା ଧରିକି ଘରକୁ ଚାଲିଲେ ଆଉ ତାଙ୍କ ସ୍ତ୍ରୀ କି ଦେଲେ ରୋଷ ହେଲା ଖାଇ ପିଇକି ଫିରି ହେଇକି
ଯଦୁମଣି ମହାପାତ୍ରଙ୍କ ସ୍ତ୍ରୀ ଖଞ୍ଜନି ଶୋଇଲା ଆଜ୍ଞା ଯଦୁମଣି ମହାପାତ୍ରଙ୍କୁ ଆଉ ନିଦ ଲାଗିଲାନି ନା 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 ତାଙ୍କ ପେଟରେ ଗୋଟେ କୁଆ ଅଛି ବୋଲି ଭାବିଲେ ଆଉ କଣ ସେ ତ ମନେ ମନେ ଚିନ୍ତା କଲେ ଆଉ ଆଜ୍ଞା ଖଞ୍ଜନି ତାଙ୍କର ଯଦୁମଣି ମହାପାତ୍ର ସ୍ତ୍ରୀଙ୍କର ଆଜ୍ଞା ଖଞ୍ଜେ ନିଦ ଭାଙ୍ଗିଗଲା କିନ୍ତୁ ଏପଟେ ହେଇଛି କଣ କଣ ଯଦୁମଣି ମହାପାତ୍ର ଆଉ ଶୋଉନାହାନ୍ତି ନା 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 ଯେତେବେଳେ ନିଦ ଭାଜି ଯାଇଛି ଖଞ୍ଜନି କହୁଛନ୍ତି ସ୍ୱାମୀ ତମେ କାହିଁକି ଶୋଉନା କହିଲା କଣ କହିବି ରାଜପୁରରେ ଗୋଟେ ଅଘଟଣ ହେଇଯାଇଛି ନା କଣ ସେ ଅଘଟଣଟା କଣ ନା ମୁଁ କହିବି ନାହିଁ ନା କଣ କହିବି ନାହିଁ କଣ କହୁନୁ କହିବି ନାହିଁ ନାଇଁ କହିଲା ନ କହିବାର କାରଣ କଣ ନା ମୁରାଣ ପହକାଇ ପରା ଆସି ଅଛି ଜାଣ ଆରେ ଆସି ଅଛି ଜାଣ ଭଲା ଆସି ଅଛି ଜାଣ ସେ କଥା ମୁଁ କାରେ ନ କହିବି ଶୁଣ ଆରେ ନ କହିବି ପୁଣ ଭଲା ନ କହିବି ପୁଣ ହେଲା ମୁଁ ରାଣ ପକେଇକି ଆସିଛେ ସେ କଥା କାହା ଆଗରେ କହିବି ନାହିଁ ଆଜ୍ଞା ଯଦୁମଣି ମହାପାତ୍ରଙ୍କ ସ୍ତ୍ରୀ ଖଞ୍ଜନି କହିଲା ମୁଁ ରାଣ ପହକାଇ ପରା କହୁଅଛି ଜାଣ ଆରେ କହୁଅଛି ଜାଣ ଭଲା କହୁଅଛି ଜାଣ ସେ କଥା ପରା ପ୍ରକାଶକୁ କଣ ଆରେ ପକା ଯଦୁ ଆଜ୍ଞା ଖଞ୍ଜନି ରାଣ ପକେଇଦେଲା ଆଉ ସେ କହିଲେ ରଜାଙ୍କ ପେଟରେ 7ଟା କାଉ ଅଛି ଆଜ୍ଞା ଯଦୁମଣି କି କହିଥିଲେ ଗୋଟେ କାଉ ତାଙ୍କ ସ୍ତ୍ରୀ କି ଖଞ୍ଜନି କି ଆଜ୍ଞା ଯଦୁମଣି ମହାପାତ୍ର କହିଲେ ତା ପେଟରେ 7ଟା କାଉ ଅଛି ବୋଲି ଗୋଟେ 7ଟା କାଉ ଆଜ୍ଞା ଏମିତି ହେଇକିରି ଆଜ୍ଞା 107 କାଉରେ ଯାଇକି ପହଞ୍ଚିଗଲା ଦାସୀ ପରିବାରୀ ସେନାପତି ସ୍ତ୍ରୀ କଟୁଆଳ ସ୍ତ୍ରୀ ସବୁ ଶୁଣି 107 ଆଜ୍ଞା ରଜାଙ୍କ କାନରେ ଯାଇକି ପହଞ୍ଚିଲା ରଜା କହିଲେ ମୁଁ ତ ଯଦୁମଣି ମହାପାତ୍ରଙ୍କୁ କହିଥିଲି ମୋ ପେଟରେ ଗୋଟେ କାଉ ଅଛି ବୋଲି ସିଏ କଣ 107 କାଉ ହେଲାଣି କଣ ଆଜ୍ଞା ଗୋଟିଏ ଆଡୁ ୱାକବ କରି ଆସିଲା ବେଳେ ଆଜ୍ଞା ଯଦୁମଣି ମହାପାତ୍ରଙ୍କ ପାଖରେ କଥାଟି ପହଞ୍ଚିଲା ତେଣୁ ସୁରଥ ଖଣ୍ଡକୁ ସୁରଥ ଖଣ୍ଡ ତା ସ୍ତ୍ରୀ କି କହିଲା ସେଇଥି ଯୋଗୁରୁ ମୋ ହସିବା କାରଣ ମୁଁ କହିବି ନାହିଁ କହିଲା ଯେଉଁ କଥା ଭାବିଥିବା ମନରେ ପ୍ରକାଶ ନ କରିବ ପ୍ରକାଶ ନ କରିବ ପ୍ରକାଶ ନ କରିବ ଦେବେ ପର ଲୋକ ସେ କଥା ଜାଣି କାର୍ଯ୍ୟ ନଷ୍ଟ ହୋଇବ ଚିତ୍ତ ପୁଣି କାର୍ଯ୍ୟ ନଷ୍ଟ ହୋଇବ ଚିତ୍ତ ପୁଣି କାର୍ଯ୍ୟ ନଷ୍ଟ ହୋଇବ ଚିତ୍ତ ପୁଣି କହିଲା ସୁଶୀଳାଇ କହୁଛି ମୁଁ ପରଲୋକ ତମର ପରା ସ୍ତ୍ରୀ ହଉ ତମେ ଘର ଦ୍ୱାର ତମର ଜଗିକି ରହିଥା ଯଦି ନ କହିବ ମୁଁ ମୋ ବାପ ଘରକୁ ଚାଲି ଏ କଥା ଯେତେବେଳେ କହିଲେ ଲକ୍ଷ୍ମୀ ଯେମିତି ଛାଡିକିରି ଚାଲି ଯାଇଥିଲେ ଏ ଯୋଉ ଜଗା ବଳିଆ ଦି ଭାଇ ଯାକ ଯୋଉ ହଇରାଣ ହେଇଥିଲେ ଆଜ୍ଞା ସୁଶୀଳାଇ କହିଦେଲା ତମେ ସେଇମିତି ହଇରାଣ ହବ ମୁଁ ଯାଉଛି ଆଜ୍ଞା ଦାଣ୍ଡ ଦୁଆରୁ ଯେତେବେଳେ ଗଡି ପଡିଲା ସୁରଥ ଘଣ୍ଟ ସୁରଥ ଘଣ୍ଟ ସୁଶୀଳାଇ କଲା ରହ କଣ କୁଆଡେ ଯାଉଛ କୁଆଡେ ସୁଶୀଳାଇ ଯେତେବେଳେ ବାହାରିକି ଯାଉଥିଲା ସୁରଥ ଘଣ୍ଟ କହିଲା ରହ କାହିଁକି ଯାଉଛ ନା ତୁମେ ନ କହିବାରୁ ମୁଁ ଚାଲି ଯାଉଛି ଆଉ କହିଲା ମୁଁ କହିବି ଅଲା କୁହ ପ୍ରାଣ ସହି ପୁରାଣରୁ ମୁହିଁ ଶୁଣିଲି ଅପୂର୍ବ କଥା ଶୁଣିଲି ଅପୂର୍ବ କଥାରେ ଭଲା ଶୁଣିଲି ଅପୂର୍ବ धनु चराय सर्वदा
गोटे 8 वर्षर पिला वृंदावन को सदाबेले धेनु नहीं कि जाउछि वस्त्र अलंकार पिंधि थी ए कथा जते बेले कहले मु ताको जीवन रे मारी की खत्म करि देबी सुशीलाई कहला तमे यही कथा करबा पई हसुथल आउ कोन ना ना से कथा कर नहीं ना 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 श्रीमद भगवत लिखिला कोन लिखिला कोन गिरिगार भीड़ी शिशु बाधा पापंक भोगे बरा मागो पापंक भोगे बरा मागो पापंक भोगे बरा मागो कहला स्त्री की मारिबनी गर्भ है गर्भिणी की नष्ट करबनी ना ना स्त्री गर्भिणी शिशुबध पिला मान को मारिबनी ना ना कहला ये तीन कर्म देखा रही आयुष थारु से मरई आयुष थारु से मरई आयुष थारु से मरई कहला ये तीन कर्म जे करिवे आयुष थाउ मरिवे आज्ञा सुरथ खंड कहला सुशीलाई तो बाक्याल पतु रखी दिए तोर धन दरकार जाउछि वृंदावन को आज्ञा वृंदावन पथ पर सुरथ घंट स्त्री की बुझेला पखाल जहाँ घरे अच्छी खाई पी की रह मु वृंदावन को जाऊँ ताकू जीवन में मारी अष्ट अलंकार सब आणिकी आम स्वामी श्री दी जन जाक लाल लाल कहला वृंदावन पथ चाली चाली दिन वृंदावन में पहुंची गला लता तले लुचि छपिबा आज्ञा गोटे गछ तले बाट दाढ़े जगिकी बसिला लटा ओहले रे लुचिकी छपिकी बसिला यही पटे से पिलाटा आसीबो अष्ट अलंकार पिंधिति मला लता तले चाही छपिबो आसिला ये ठाकुआ आसीबो बालक भला अरे ठाकुआ आसीबो बालक भला ये ठाकुआ आसीबो बालक भला बालक के आसिला दीवाना से मोर की करी पारी अरे बालक से मोर की करी पारी बालक से मोर की करी पारी कहला से टिकी पिलाटा मोर करिब कौन कहला बाट दाढ़े लुचिकी बसिला आज्ञा से बेलू 7 दिन है चाली चाली हाउता से पदा पीड़ा हो वृद्धा त्रसा श्रम बाधा सब आसिक पहुंची गला तेणु से कला कौन भोक विकल तेणु भाविला खाइब कौन कला खाई वृंदावन फल धरणार जल खाई वृंदावन फल वृंदावन फल तोलिकी खाइला जमुना झरणार जल पीला बल खटेकी रहिला आज्ञा ता स्त्री मने मने चिंता करुछि मोर जाइचंती से जो 8 वर्षर पिला को मारिदेवे तेणु करिबे कौन तेणु से भगवान को निवेदन से करुछंती सुशीलाई कहला श्री हरि
घेना कर दीन गुहारी श्री हरि घेना कर गुहारी श्री हरि घेना कर दीन गुहारी जय कृष्ण दीन बंधु नीलाचल मुद्रा हरि श्री हरि जय जय नारायण नीलाचल मुद्रा श्री हरि घेना कर दीन गुहारी अनंत गोल पटेरे चार जोग निशा श्री हरि घेना कर दीन गुहारी स्वामी मोर जाई सती धन पाई जान श्री हरि घेना कर दीन गुहारी पाड़ चंदन मुझे मारी बेचवन श्री हरि घेना कर दीन गुहारी अपरा लक्ष्य कही जान श्री हरि घेना कर दीन गुहारी निवेदन करुचंती जान श्री हरि घेना कर दीन गुहारी सुशीलाई सुरथ खंडर स्त्री ଟିକେ ଚା ଟିକେ ଆଇଲ सुशीलाई कि कहते एमती आज है सुशीलाई सुरथ खंड को जाइए पुत्र को मारिबा 8 वर्षर पिला को भगवान को निवेदन करी कहले मो स्वामी की तुम्हें सुपथगामी करो आज्ञा से मायाधर कृष्णचंद्र निजे चिंता कले कहले प्रकृत भक्त हूँ मोर ये सुरथ ब्राह्मण जदि मु धरा नदेवी सी मोरी लगी निश्चित ये बनस्तर जीवन को हारिदब कृष्ण हे कृष्ण तुमे नर केसरी से भगवान कृष्ण नारायण को केमिति सुशीलाई डाकुची प्रभु पदारविंद समर्पण भाव रखी प्रभु को निवेदन करुछि कृष्ण हे कृष्ण तुमे नर केसरी के जानी पारिबा माया तुमरी कृष्ण हे कृष्ण तुमे नर केसरी कृष्ण हे कृष्ण तुमे नर केसरी कृष्ण हे कृष्ण तुमे नर केसरी और के जानी पाइबा माया तुमरी कृष्ण हे कृष्ण तुमे नर केसरी कृष्ण हे तुमे नर केसरी कृष्ण हे कृष्ण तुमे नर केसरी कृष्ण हे कृष्ण तुमे नर केसरी दहाई रूपर तुमे राजुछ गुणिया रूपर तुमे झाड़ुछ दहाई रूपर तुमे राजुछ गुणिया रूपर तुमे झाड़ुछ अंत न पाए ब्रह्म त्रिपुरारी अंत न पाए ब्रह्म त्रिपुरारी के जानी पारिबा माया तुमरी कृष्ण
कहे अभिरा एथिरे भिन्ना भिन्न की नहीं भावे कहे अभिरा एथिरे भिन्ना भिन्न की नहीं माया तुमर किए बजाणीब माया तुमर किए बजाणीब के जानी पारिब माया तुमरी कृष्ण कृष्ण तुम्हें नरके सरी कृष्ण कृष्ण तुम्हें नरके सरी के जानी पारिब माया तुमरी कृष्ण कृष्ण तुम्हें नरके सरी कृष्ण कृष्ण तुम्हें नरके सरी। वाह वाह वाह। बृंदावन पथे करे गमन चाली चाली गला से 7 दिन 7 दिन रे सुरथ खंड जाइकी पहुंची गला लता तले चाहिकी बसीची कहला ये टिकी पिला 8 वर्षर पिलाटा आसिले ताकू जीवन रे मारिकी खत्म करदेबे ए कथा भाबिकी जेतेबेले चिंता करिथिला सुरथ खंड तेणु ब्राह्मणी ठाकुर को निवेदन कला कहला प्रभु मो स्वामी विपथगामी होती आपण केमती सुपथगामी करंतु मायाधर कृष्णचंद्र जानिले कौन मोर प्रकृत भक्त हूँ सुरथ ब्राह्मण जदि मुझे धरा न देवी ये मोरी लगी मृत्यु सज्जा अवलंबन कर हत्या दोष लगी रही ये कथा जिते चिंता कले आज्ञा माँ को कहते माँ यशोदा राणी की कृष्णचंद्र कहते माँ मत बेश सजाई दियो मते साजी दियो माँ मते साजी भाई मानक संगे वृंदावन को गाई नहीं जीवी आज्ञा जिते बेले कृष्णचंद्र यशोदा राणी की कहते यशोदा राणी कहले तू एक बला मुझे वृंदा कानन को छाड़ी ना ते गोचारण बेश सजाई देवी ना आज्ञा से जिते बेले मना कर आज्ञा से कृष्णचंद्र कहले कौन कहले गोपालन वृत्ति अटे आंबर नकले नितेव सुंदर नकले नितेव सुंदर नकले नितेव सुंदर तुम्हें मत मना करनी कहला निज वृत्ति जेहुनी जेन करे दुख बोली तांकु बोलती नरे दुख बोली तांकु बोलती जने दुख बोली तांकु बोलती जने आज्ञा जेते बेले ये कृष्णचंद्र कहले माँ मत बेश सजाई दियो माँ पुनरपि मना कले कहला माया मुकुट से मुरली हस्त माया रे मोहिले जननी सीता अरे माया रे मोहिले जननी सीता माया रे मोहिले जननी सीता आज्ञा से माया धर माया करदेले माँ को माँ से कले कौन माया साजिले बहना माया साजिले बहना माया साजिले
মায়া সাজিলে আরে মায়া সাজিলে মস্ত করে করচনা চিতালি জানো মায়া সাজিলে বড়া দেশে লম্বাইলে ঘন ফুল মাଳ মায়া সাজিলে আধারে দেনা কচড়া খঞ্জি দেলে জানো মায়া সাজিলে বাহুরে বাহুটি পুড়ি হস্তরে কঙ্কণ মায়া সাজিলে অঙ্কুশিরে মুদিকায় খঞ্জি দেলে জানো মায়া সাজিলে এনে কটি যেতে পাট পিতাম্বরী পিন্ধাইলে জানো মায়ে সাজিলে পাট পিতাম্বরী পুড়ি পিন্ধাইলে জানো মায়া সাজিলে হস্ত দেলে মুরলীতে ধরাইলে জানো মায়া সাজিলে আরে মায়া সাজিলে হস্তরে যে মুরলী খঞ্জি দেলে জানো মায়া সাজিলে দয়াময় হরি হে ଗୋଚାରଣ ବେଶ ସଜେଇ ଦେଇ ଗାଈ ଗୋରୁ ଗୁହାଳୁ ଫିଟେଇ ଦେଇ ଦେଲାଣି ଦେଲେ ବୃନ୍ଦାବନକୁ ନେଇକି ଯିବାକୁ ଆଜ୍ଞା କୃଷ୍ଣ ବଳରାମ ସୁଦାମ ସୁବଳ ମଧୁମଙ୍ଗଳ ଅଷ୍ଟସଖା ଆଜ୍ଞା ଗୋଧନ ନେଇକିରି ଯାଉଛନ୍ତି ବୃନ୍ଦାବନ କାନନକୁ ହଁ ହଁ କଲା କହୁଁ କହୁଁ ଧେନୁ ପଲଙ୍କୁ ଓଡ଼ା ଇନେଲେ କାନୁ କାହୁଁ କାହୁଁ ଗୋପତି ମାକୁ କପି ଧଲେ କଧେନୁ আরে বলে কহে দূরে মানস হলা বলে কহে নো বলে কহে দূরে বলে কহে নো বলে কহে নো যাই যাই গোপ বৃন্দাবନରେ মিলিলে যাই আপন পঞ্চমে গাইলে পরা এই না ধই আরে সেই না ধরি রে সেই না ধরি সেই না ধরি সেই না ধরি রে মানস হলা সেই না ধরি ଆଜ୍ଞା ଯେତେବେଳେ ଗାଈ ପଲକୁ ଓଡ଼େଇକି ନେଇକି ଯାଉଛନ୍ତି ଏ ତ ଲୁଚିକି ଝପିକି ବସିଛି ହଁ ହଁ ଆଜ୍ଞା ବାଟରେ ସେଠି ଚପ କିନି କୃଷ୍ଣଙ୍କୁ ଧରିଲା କଲା ଏତେ ଦିନ ଯାଏ କୁଆଡ଼େ କରା ଆଇ ନଥିଲୁ ତୋର ଲାଗି ମୁଁ ତ ହଇରାଣ ହେଉନଥିଲୁ আরে তোর লাগি যে হইরাণ হেবে তুই নহবনু তোর লাগি হইরাণ যে আম্বে তুই নহবনু ଆଉ ଭଗବାନଙ୍କୁ ଯେ କୁଣ୍ଢାଇ କରା ହରିଲା ଜାଣ রাজা ବାହୁରେ ଖଞ୍ଜିଲା ସେହି ପରା ହେ ପୁର ବ୍ରାହ୍ମଣ আরে তুর ব্রাহ্মণ রে তুর ব্রাহ্মণ তুর ব্রাহ্মণ তুর ব্রাহ্মণ রে তুর ব্রাহ্মণ তুর ব্রাহ্মণ କୁଣ୍ଢେଇକି ଯେତେବେଳେ ଧରିଲା ଆଜ୍ଞା ମାୟା ଧର ମାୟା ଚାହୁଁ ଯାଇବ ବ୍ରାହ୍ମଣ ଦୂର
ଦର୍ଶନ କଲେ ସେ ଭଗବାନ ଆରେ ସେ ଭଗବାନ ରେ ସେ ଭଗବାନ ସେ ଭଗବାନ ସେ ଭଗବାନ ରେ ସେ ଭଗବାନ ସେ ଭଗବାନ ବାହୁରେ ଛନ୍ଦିକି ଯେତେବେଳେ ରଖିଥିଲେ କୃଷ୍ଣଙ୍କୁ ସୁରଥ ବ୍ରାହ୍ମଣ ଆଜ୍ଞା ସେ ଖସିକି ମାୟା ଧାରି ତ ପଳେଇଲେ ଆଜ୍ଞା ଏହିପରି 7 ଦିନ ପରିଲା ହଇରାଣ 7 ଦିନ ପରେ ଧରିଲା ତାକୁ ଓପେ ନୟନରେ ମାନସ ଭଲା ଓପେ ନୟନ ସପ୍ତମୀନ ତାକୁ ଧରିଲା ଏବେ ନୟନ କହିଲା କୃଷ୍ଣ 7 ଦିନରେ ଆଜ୍ଞା କୁଣ୍ଢେଇକି ଧରି ପକାଇଲା ଆଉ କଣ କହିଲା ତୁ କୁଆଡେ ଆସିଥିଲୁ କୁଆଡେ କହିଲା ମୁଁ ଧନ ପାଇଁ ଆସିଛି ତୋର ଯୋଉ ହୀରା ଲୀଳା ମୋତି ମାଣିକ ବୈଧୂର୍ଯ୍ୟ ସବୁ ଖଚିତ ହେଇଛୁ ମତେ ଦିଏ ସେ କହିଲା ମୁଁ ତୋତେ ଦେଇପାରିବି ଆଉ ନାହିଁ ତୋତେ ଦେବି ଯେ ତୁ ମୋ ହାତଟା ଛାଡ଼ି ଦିଏ ଛାଡ଼ିରେ ଛାଡ଼ିବି ନାହିଁ ତୋ ହାତ ହେବରା ଆଉ ଜାଣ ବାଜା ତୋର ଠକି ଗଲି କରିଣ ଆରେ ହଇରାଣ ରେ ମାନସ ଭଲା ଏ ହଇରାଣ ରେ ମାନସ ଭଲା ଏ ହଇରାଣ 7 ଦିନ ହେଲା ତୁ ଠକି ଠକି ଯାଇଥିଲୁ କହିଲା ତୋ ହାର ଦିଏ କହିଲା ମୁଁ ହାର ଦେବି ଯେ ତୁ ମୋ ହାତଟା ଛାଡୁନୁ ନା ମୋ ହାତଟା ତୋର ଛାଡ଼ିଦେଲେ ତୁ ଖସିକି ଯଦି ପଳେଇବୁ ନା ନାଇଁ ମୁଁ ଯିବି ନାହିଁ ଆଜ୍ଞା ମାୟା ଧର୍ମ ମାୟା କାହୁ ଜାଣିବ ଏହି ବ୍ରାହ୍ମଣ ହାତ ଛାଡ଼ି ଦେଇ ପଳାଇ ଗଲା ରୀତି ଧରିଣ ରେ ମାନସ ଭଲା ରୀତି ଧରିଣ ରେ ମାନସ ଭଲା ପୁଣି ଖୋଜିଲା ସୁରଥ ବ୍ରାହ୍ମଣ ଖୋଜିଲା ଆଜ୍ଞା ଖୋଜି ଖୋଜି କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚିଗଲା କହିଲା ତୁ କହିଲୁ ମୋ ହାତଟା ଛାଡ଼ି ଦିଏ ବୋଲି କହିଲା ମୁଁ ତତେ କହୁଛି ମୋର ସୁନା ସୁବର୍ଣ୍ଣ ଯାହା ରଖିଛି ସବୁ ଦେଇଦେବି ଆଖି ତୋର ପୁଣି ବୁଝ ତୁ ପରା ଗୋଟେ ବ୍ରାହ୍ମଣ ଆଖି ବୁଝି ଦେଲେ ଦେବୁ ତ ସବୁ ଦେବୁ ମୁଁ ସବୁ ଧନ ଦେଇଦେବି ଆଜ୍ଞା ଆଖି ବୁଝି ଦେଲା ସୁରଥ ପରା ଅଟେ ବ୍ରାହ୍ମଣ ସମୟରେ ଖୋଲିଲା ପୁଣି ସୁର ରାବଣ କିଛି ସମୟରେ ଖୋଲିଲା ସେହି ନୟନ କିଛି ସମୟରେ ଖୋଲିଲା ବୁଝିଦେଲା କୃଷ୍ଣ କହିଲେ ଆଖିଟାକୁ ଖୋଲେ ଆଜ୍ଞା ଖୋଲିଦେଲା ବେଳେ ଚାରିଆଡେ ପରା ସୁବର୍ଣ୍ଣମୟ ସୁରଥ ବ୍ରାହ୍ମଣ କହିଲା ଦେବୀ କେଉଁଠୁ ଧନ ସୁରଥ ବ୍ରାହ୍ମଣ କହିଲା ସୁରଥ ବ୍ରାହ୍ମଣ କହିଲା ଯେଉଁଠୁ ବିଲବାଡ଼ି ପୁଣି ବନ ପ୍ରାନ୍ତର ବନ ହେଲା କେଉଁଠାରୁ ସ୍ୱର୍ଣ୍ଣ ନେବ ତବରା ମନେ ଭାବିଲା ମନେ ଭାବିଲା ରେ ମନେ ହାରିଲା ମନେ ହାରିଲା ମନେ ଭାବିଲା ରେ ମନେ ହାରିଲା ବିଲ ପ୍ରାନ୍ତର ବନ ଚାରିଆଡେ ସୁବର୍ଣ୍ଣମୟ ଦେଖାଗଲା ଇଏ ତ ଯାଇଥିଲା ସୁବର୍ଣ୍ଣ ଆଣିବା ପାଇଁ ଧନ ଆଣିବା ପାଇଁ କୋଉଠୁ ନବ ବୁଲା ନା ରହ ଟିକେ ତେଣୁ ଚାରିଆଡେ ସୁବର୍ଣ୍ଣମୟ ଦେଖାଗଲା ତାପରେ ଦେଖିଲା କଣ ଶଙ୍ଖ ଚକ୍ର ଗଦା ପଦ୍ମ ପୁଣି ଦେଖିଲା ଏହି ତନୁ ହରିବାଳ ଗୋଟେ ନନ୍ଦନ ସେହି ନନ୍ଦନରେ ମାନସ ଭଲା ସେହି ନନ୍ଦନରେ ସେହି ନନ୍ଦନ
ଶଙ୍ଖ ଚକ୍ର ଗଦା ପଦ୍ମ ଯେତେବେଳେ ସବୁ ଦେଖିଲା କଲା ସ୍ୱୟଂ ଭଗବାନ ଅଟନ୍ତି ପରା ଏହି ସହଜାନ ପାଦ ତଳେ ପୁଣି କରି କରିଲା ଗୋଟେ ପ୍ରଣାମ ଆରେ ଅଟେ ପ୍ରଣାମ ଅଟେ ପ୍ରଣାମ ଅଟେ ପ୍ରଣାମ ପାଦ ତଳେ ରେ ପ୍ରଣାମ କଲା ଅଟେ ପ୍ରଣାମ ଭକ୍ତ ଭଗବାନଙ୍କର ଯେ ପୁଣି ସୟଦାନ ଗପ ଗପ କରି ବେଳାଇ ଦେଲି ଅଟଇ ଦାନ ଅଟଇ ଜାଣ ରେ ମାନସ ହେଲା ଅଟଇ ଜାଣ ଅଟଇ ଜାଣ ରେ ଅଟଇ ଜାଣ ଅଟଇ ଜାଣ ଖୋଲା ଖୋଲି ଭାବେ ପଢି ନଥିଲେ ଯାଇଥାନ୍ତା ଓହନ 4 ଘଣ୍ଟା ପରା ଚାନ ମାନ ଦେ ହୋଇଥାନ୍ତା ପୁରା ହୁଅନ୍ତା ବୁଣ ରେ ହୁଅନ୍ତା ବୁଣ ହୁଅନ୍ତା ବୁଣ 4 ଘଣ୍ଟା ତାନ ମାନ ଯେ ପରା ହୁଅନ୍ତା ବୁଣ ଦ୍ୱାଦଶ ବାର୍ଷିକ ଦିନର ବିଧାନ ପରା ଅଟଇ ଜାଣ ନନାଙ୍କ ପାଇଁ ତ କୀର୍ତ୍ତନ ପିଠି କରିବା ଜାଣ ଆରେ କରିବା ଜାଣ ରେ ମାନସ ହେଲା କରିବା ଜାଣ କରିବା ଜାଣ ରେ ମାନସ ହେଲା କରିବା ଜାଣ ଜଗତରେ ନାମ ଅଟଇ ପରା ଆତ୍ର ପ୍ରସାଦ ନାମ ପ୍ରେମୀ ହୋଇ ସଂସାର ପୁଣି କରିବା ଭଲ ଆରେ ହୋଇରେ ଭଲ ରେ ମାନସ ହେଲା ହୋଇରେ ଭଲ ହୋଇରେ ଭଲ ରେ ମାନସ ହେଲା ହୋଇରେ ଭଲ ହରି ବାବୁ ନାଇଁ ଟିକେ ରହ ରସ ସବୁ କଣ ହଉଛି ମୁଁ ଜାଣିଲେଣି ସାରଙ୍ଗନା କହିସାରିଲିଣି କଣ ଅବଧ ମନକୁ ଚେତମୟ ପୁରୁଷ କହୁଛି ଶେଷରେ ସେ ପଢିବ ଅବଧ ମନକୁ ଚେତମୟ ପୁରୁଷ କହିଲାରେ ଚଗଲିଆ ମନ ଜଗତରେ ହେଲା ନାମ ସାର ସଂସାରରେ ହେଲା ନାମେଶ୍ୱର କାରଣ କୃଷ୍ଣ ମୂରତି ଭଗବାନ ଆରେ କୃଷ୍ଣ ମୂରତି ଭଗବାନ ମୂରତି ଭଗବାନ କୃଷ୍ଣ ମୂରତି ଭଗବାନ କେବଳ ନାମ ସଂକୀର୍ତ୍ତନ କେବଳ ନାମ ସଂକୀର୍ତ୍ତନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ କରିବେ ନାମ ସଂକୀର୍ତ୍ତନ କରିବେ ନାମ ସଂକୀର୍ତ୍ତନ ହେଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର এই ଚାରିଟି ନାମ ସଂକୀର୍ତ୍ତନ ଜରିଆରେ ସରିଯିବ ତେଣୁ ହରେ କୃଷ୍ଣ 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 ହରେ 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 ରାମ ଚାଲିବ ହଉ ହଉ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଇଏ ହଉଛି 16 ନାମ 32 ଅକ୍ଷର ଆକୁ ଯଦି ଜପନ କି ରଟନ କରିବ ତାହେଲେ 84 ଯୋନି ନରକୁରୁ ଉଦ୍ଧାର ହେଇଯିବ ତେଣୁ କୃଷ୍ଣ ମୂରତି ଭଗବାନ ଭଗବାନ କୃଷ୍ଣ ମୂରତି ଭଗବାନ ଭଗବାନ ଆରେ ସଂକୀର୍ତ୍ତନ ଆରେ କେବଳ ନାମ ସଂକୀର୍ତ୍ତନ ସଂକୀର୍ତ୍ତନ আরে নিচে মরি দেহ বহিলে নিচে মরি নিচে মরি আরে থারে ররি আরে মরণ থারে চিন্তা ররি থারে ররি মন্ডলে দেহ বহি আরে দেহ বহি মন্ডলে দেহ বহি দেহ বহি আরে সে মরই আরে দেবতা হইলে মরই
ସେ ମରଇ ମଣ୍ଡଳରେ ଦେହ ଧାମ କଲେ ଦେବତା ହେଲେ ବି ମରୁଛନ୍ତି। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଜ୍ଞା ନବକଳେବର ହଉଛନ୍ତି। ଯୋଉ ବର୍ଷ ଯୋଡ଼ା ଆଷାଢ଼ ପଡ଼ିବ ସେଇ ବର୍ଷ ନବକଳେବର ହଉଛନ୍ତି। ଆମେ ତ ମଣିଷ ଛାର ମାତ୍ର। ଆଉ ଆରେ କର୍ତ୍ତା ଅଛନ୍ତି ଭଗବାନ ଭଗବାନ ଆରେ କର୍ତ୍ତା ଅଛନ୍ତି ଭଗବାନ ସଦା ମନେ আরে মনে হেন আরে সুজনে কথা মনে হেন কথা হেন ସେ ଭଗବାନଙ୍କ ଜଣକ କିଏ? କିଏ? କରି କରାଉ ଖାଇ ମୁହି ଖାଇ ମୁହି କରି କରାଉ ଖାଏ ମୁହି ଖାଏ ମୁହି କେହି ନାହିଁ কবিও কেহি নাই কেহি নাই সর্বে চলিবা কাল পরে আরে কাল বলে আরে সর্বে চলিবা কাল বলে কাল বলে আরে মহি তলে আরে কথাটি জীব মহি তলে মহি তলে আরে চন্দ্র ছাই শোনে চন্দ্র ছাই চন্দ্র ছাই আরে তারে জড় নলা গই নলা গই আরে চেতনা সাধু সন্ত আরে সেই তো চেতনে সাধু সঙ্গ হিত হে সেই তো আরে সংসার কাটয়া জগৎ সে জগত সংসার সার জগত হে লে জগত গোবিন্দ 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 আয় গোবিন্দ আরে গোবিন্দ 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 আরে সে গোবিন্দ 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 সে গোবিন্দ আরে কদু গলুছি মকরন্দ মকরন্দ পদু গলুছি মকরন্দ হে মকরন্দ ହେଲା ଗୋବିନ୍ଦ ଗୋବିନ୍ଦ ତିନି ଗୋବିନ୍ଦ ତାଙ୍କ ପଦରୁ ମକରନ୍ଦ ଗଳୁଛି। ଆଉ କଣ ଗୋବିନ୍ଦ ଆନନ୍ଦ ଗୋବିନ୍ଦ କେତେ ଅକ୍ଷର? ଗୋବିନ୍ଦ ତିନି ଅକ୍ଷର ତାହେଲେ କେତୁଟା ଗୋବିନ୍ଦ? କେତେ ଗୋବିନ୍ଦ ଆପଣ କୁହନ୍ତୁ? ତିନି ଗୋବିନ୍ଦ। ଆଚ୍ଛା ଆଚ୍ଛା ତିନି ତିରିକି ଦିନତିରିକି ନଅ ନୂଆ 81 ଆହୁରି ତିନି ଗୋବିନ୍ଦ ମିଶା ହଁ 81 ତିନି 81 ଦିନ ହେଲା 85 84 ଭାଇ ଆମର ଶିରିପାଳିଆ କହିଲେ 81 ତିନି 85 ଆରେ ନାଇଁ 81 ତିନି 84 ये 84 ନର୍କରୁ ଉଦ୍ଧାର ହେବା ପାଇଁ ଭଗବାନଙ୍କୁ ସ୍ମରଣ କରିବ। ଡାକିବ ନା ଏଇ ଗୋବିନ୍ଦ 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 ପଦୁଗଳୁ ତୁମ କରନ୍ତୁ। ଗୋବିନ୍ଦର ଅର୍ଥ ଏ ଗଲା ଗୋଟିଏ ପ୍ରକାର। ଗୋବିନ୍ଦ ଗୋ ଅର୍ଥ ହେଲା ଗୋପପୁର, ବିନ୍ଦ ହେଲା ରକ୍ଷା କରିବା। ଗୋପପୁରକୁ ରକ୍ଷା କରିବା ପାଇଁ ଆଜ୍ଞା ଯେତେବେଳେ ଇନ୍ଦ୍ର ପୂଜା ଚାଲିଥିଲା ସେଇ ସମୟରେ କୃଷ୍ଣଚନ୍ଦ୍ର କହିଲେ ଆମ ପୁରରେ ଇନ୍ଦ୍ର ପୂଜା ବନ୍ଦ ହବ। ବନ୍ଦ ହବ ବଳରାମ ଭାଇ ବନ୍ଦ ହବ ହଉ 84 ନର୍କରୁ ଉଦ୍ଧାର କେମିତି ହଉଛି ଆତ୍ମା ପ୍ରଭୁଙ୍କ ନିକଟରେ ସମର୍ପଣ ଭାବ। ସେ ଘରେ ମାନବ ପୁଣିଆ ବାବା ବାବା ହଉଛନ୍ତି କବିକାର ହଉଛନ୍ତି ବଳିଆ ବାବା। ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।  ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।   ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ ମାନବ ପୁଣିଆ ଆମେ ସରବେ ଅଢ଼େଇ ଦିନିଆ।    ଏ ଘରେ ଏ
ये मानव कुड़िया ए घरे मानव कुड़िया ए घरे मानव कुड़िया ए घरे मानव कुड़िया आमे सरवे अहे दिलिया ए घरे मानव कुड़िया ए घरे मानव कुड़िया केते बाटो चालिनी केते हाथ माट देखिनी केते बाटो चालिनी केते हाथ माट देखिनी केते बाटो चालिनी केते हाथ माट देखिनी केते बाटो अरे सबू तो जानती जगत ईश्वर सबू तो जानती जगत ईश्वर मनरे बहु थामिया ए घरे मानव कुड़िया ए घरे आमे सरवे अहे दिलिया ए घरे मानव कुड़िया करम आमर प्रियके धर्म आमर प्रियती करम करम आमर प्रियती होई हाथ नाट सारी सर्वे ठुनिबा हाथ नाट सर्वे ठुनिबा होई हाथ नाट सारी सर्वे ठुनिबा अरे मनरे भाबुची बलिया ए घरे मानव कुड़िया ए घरे मानव आमे सरवे अहे दिलिया ए घरे मानव कुड़िया ए घरे मानव कुड़िया आमे सरवे अहे दिलिया ए घरे मानव कुड़िया ए घरे मानव कुड़िया एणे धीर बरसा मते मटेरिले श्रवण अरे घरे मानव कुड़िया अहे घरे मानव कुड़िया अरे संसार केही परा नई नाती जान अहे घरे मानव कुड़िया नामर केही चली चाली गले जान अहे घरे मानव कुड़िया बाबूजी रे ए उपेंद्र प्रधान प्रपागंडा हम संघबद्ध विचार हुए ए पंचायत कहले बा रणपुर ब्लॉक कहले तांको समस्त जानते से चली जाई आज को 1 वर्ष हो गला पिला मान को कंधे प्रेत तेणु ए झांझ फल जरिया रे ए कीर्तन हरे नाम जरिया रे तांकर प्रेत मुक्ति हेई आज ठार दास शब्द परिणत समस्ते मरिबा के रही नहीं बोला के ही रही नहीं रहिबे नहीं ए भवरंग अरे भवरंग उनी करे अरे भवरंग उनी करे
ବାହୁଡ଼ିବେ କାଳ ବଳେ ଆରେ ବାହୁଡ଼ିବେ କାଳ ବଳେ ଆରେ ବାହୁଡ଼ିବେ କାଳ ବଳେ ସର୍ବେ ନିଜ ନିଜ ଅଭିନୟଟା ବାହୁଡ଼ିବେ କାଳ ବଳେ। ଆମେ କୀର୍ତ୍ତନ କଲେ ଆନନ୍ଦ ଗାଁକୁ ଯିବା ଭାରି ସମୟ ଆମର କହୁଛି କୀର୍ତ୍ତନ ସରି ଆସିଲାଣି ଆମେ ଗାଁକୁ ଯିବା ଭାରି ସେମିତି ଆୟୁଷ ହାନି ହେଇଗଲା ପରେ ଆମେ ଆମ ଗାଁକୁ ପଳେଇବା ସେଇ ଗାଁଟା ହଉଛି ବୈକୁଣ୍ଠ ଭୁବନ ବୈକୁଣ୍ଠପୁର ହଉଛୁ କେମିତି ଯାଇଥିଲ କି ସିଆଡ଼େ? ବୈକୁଣ୍ଠକୁ ଏଇନେ ଯିବା ଆରେ କେ ରହିଛି ଭବେ ବାସ୍ତବ ବିଭବେ ସୁପର୍ଣ୍ଣ ମୁକୁଟ ପିନ୍ଧି ଆରେ ସୁବର୍ଣ୍ଣ ମୁକୁଟ ପିନ୍ଧି ସୁବର୍ଣ୍ଣ ମୁକୁଟ ପିନ୍ଧି ଆଜି ଯାଉ ହୃଦୟ ହରତର ପୂର୍ଣ୍ଣ କାଲି ଯିବି ଛାଡ଼ମତି କାଲି ଯିବି ଛାଡ଼ମତି ଆରେ ଭଲ କାଲି ଯିବି ଛାଡ଼ମତି କାଲି ଯିବି ଛାଡ଼ମତି ଆରେ ଭଲ କାଲି ଯିବି ଛାଡ଼ମତି। ଧନ ମନ ଜନ ପପୁ ବୀଜ ମାନ କାହାର ହରି ସ୍ଥିର ଆରେ କାହାର ହଇର କାହାର ହଇ ତୀର ଶରୀରର ରେଖା ଯିବାକୁ ଝଟିକା ମାନ ଯିବାକୁ ରେଖିତା ମାନ ଆରେ ଭଲ ଯିବାକୁ ରେଖିତା ମାନ ଯିବାକୁ ରେଖିତା ମାନ ଆରେ ଭଲ ଯିବାକୁ ରେଖିତା ମାନ। ଧନକାର ରହିନି ନା ଆଜି ଯିଏ ଗରିବ କାଲି ସିଏ ଧନୀ ସିଏ ହଉଛି ଧନୀ କରୋଡ଼ପତି ତା ବାବୁ ସମ୍ପତ୍ତି ମନ ମନ ପଳେଇ ଆସିବ। ଧନ ତାପରେ ମନ ମନ ଅଛି ବର୍ତ୍ତମାନ କୀର୍ତ୍ତନରେ ୟା ପରେ ଭୋଜି ଖାଇବାକୁ ଯିବା ଭାରି ଜନ ଜନବହୁଳ ହଉଛନ୍ତି ଘରେ ଘରେ ଝିଅ ପୁଅ ହଉନାହାନ୍ତି ନା ଧନ ମନ ଜନ ବପୁ ଟୋକାଳିଆ ବୟସରେ ଯୋଉ ବଳ ଥିଲା ବର୍ତ୍ତମାନ ଅଛି ଧନ ମନ ଜନ ବପୁ ବୀର୍ଯ୍ୟମାନ କାହାର ସ୍ଥିର ନୁହଁ ହଉଛି ଗୋଟେ ପାଗଳାର ପ୍ରଳାପ ସଲିଳରେ ପାଣିରେ ଯେମିତି ଗୋଟେ ଗାର କାଟିଦେଲେ ମିଶିଯାଏ ସେଇ ତେଣୁ କହଇ ମନ ମୋ ବଲ କର ମନ କହୁଛି କଳା ମୁଖକୁ ଦେଖିକି ମୁକ୍ତି ହେଇଯିବା କହିଲା କେତେ ଦିନକୁ ମନ କାନ୍ଦି ଥୁଆ କେତେ ଦିନକୁ ମନ କାନ୍ଦି ଥୁଆ ନନା ସରପଞ୍ଚ ହେଇଥିଲେ ଆଜ୍ଞା ପଞ୍ଚାୟତ ଆଉ ଚାହୁଛି ନା ନା ପିଲାମାନଙ୍କୁ ଜନ୍ମ କରିଥିଲେ ପିଲାମାନେ ଏଇଠି ଖୋଜୁଛନ୍ତି ବନ୍ଧୁବାନ୍ଧବ ଖୋଜୁଛନ୍ତି କିଛି ଦିନ ପରେ ବନ୍ଧୁବାନ୍ଧବ ସବୁ ନୂତନ ବନ୍ଧୁ କରିବେ କଣ ଗଲା ଖଣ୍ଡି ଦେ ଖଣ୍ଡି କର ଖଣ୍ଡିରେ ଖଣ୍ଡି କର ଇନ୍ଦରା କାଠି
କରରେ ହୋ ହରି ଭାଇ ଏ ହେଉଛି ମିଛ ମାୟା ସଂସାର କେହି ନୁହେଁ କାହାର ପ୍ରକୃତି ଗତରେ ବାପା ମା ବୋଲି କହୁଛୁ ଆରେ ଗଲେଣି ତ ସଙ୍ଗରୁ ଗଣି ତ ସଙ୍ଗରୁ ଏତେ କଦନ ଆରେ ଗଣ୍ଠିରେ ବାନ୍ଧି ଦେଲେ ଧନରେ କେତେ ଧନ ଗଣ୍ଠିରେ ବାନ୍ଧି ନେଲେ କେତେ ଧନରେ କେତେ ଧନ ଆଜ୍ଞା ଏଇ ଗାଁରୁ କେତେ ମହତଜନ ଲୋକ ଚାଲିଗଲେ ଆଜ୍ଞା କେହି ଗଣ୍ଠିଲି ବୁଲିଲି ବି ଧନ ନେଇଛନ୍ତି କିଛି ନାହିଁ ସାଧାରଣ ବାହାରକୁ ଯଦି ଗିନାଟେ ଦିଆହଉଛି ବହୁ ପିଲାମାନେ କହୁଛନ୍ତି ନାଇଁ ମ ତାକୁ ପଇସା ଦେଇଦିଅ ନୂଆ ଗିନାଟେ ମୁଁ ଗାଁ ଗଣିଛି ମୁଁ ଦେବି ନାହିଁ ନା ନା ତେଣୁ ହେଲା କଣ ଘର ଘରଣୀ ଦେହ ପୀଡ଼ା ଉଠିବା ଘର ଘରଣୀ ଦେହ ପୀଡ଼ା ଉଠିବ ଘରର ଘରଣୀ କି ସ୍ତ୍ରୀ ଯଦି ସ୍ୱାମୀ ଚାଲି ଯାଇଥିବ କେଜାଣି ଘରରେ ତାର ପ୍ରେତାତ୍ମା ପ୍ରବେଶ କରିବ ବୋଲି ଇଏ ଗୁଣିଆଙ୍କ ପାଖକୁ ଯାଇ ଇଞ୍ଚିଏ ଦି ଇଞ୍ଚିଆ କିରୋସିନି କଣ୍ଟା ମନ୍ତୁରେଇକିରି ଆଣିକିରି ଆଜ୍ଞା ସେ କରିବ କଣ ଦୁଆର ବରଣ୍ଡାରେ ମାରିଦବା ବାରିଦବ ଏରଣ୍ଡି ବନ୍ଧରେ ବାଡ଼େଇ ଦବ ଘର ଏରଣ୍ଡି ବନ୍ଧରେ ବାଡ଼େଇ ଦବ କେଜାଣି ପଳେଇ ଆସିବ ରାତିରେ କେଜାଣି ସ୍ୱାମୀ ସ୍ତ୍ରୀ କି ପ୍ରକାର ଦାମ୍ପତ୍ୟ ଜୀବନରେ ଚଳୁଥିଲେ ମରିଗଲା ପରେ କେହି ନୁହନ୍ତି ସିଏ ମାସେ ଯାକେ କାନ୍ଦିବ ଯେମିତି ଭତ୍ତା ଘର ଘରଣୀ ଦେହ ପୀଡ଼ା ଉଠିବା ଆରେ ଘର ଘରଣୀ ଦେହ ପୀଡ଼ା ଉଠିବ ବନ୍ଧୁ କୁଟୁମ୍ବ ସୁଧ ହୋଇବାରେ ସୁଧ ହୋଇବ ସୁଧ ହୋଇବ ଭଲା ସୁଧ ହୋଇବ ସୁଧ ହୋଇବ ଆନନ୍ଦରେ ଗୋଟିଏ ବୁଢ଼ା ତା ପୁଅକୁ କହୁଛି କଫ ବାତ ପିତ ଶ୍ଲେଷ୍ମା ଆସିକି ପହଞ୍ଚିଗଲାଣି ସେ କହୁଛି ବାପାରେ ମୁଁ ଦୀପଦ କହୁଛି ତୁ ଶୁଣେ ମନେ ରଖିଥା ଏଟାକୁ ତୋ ବୋଉକୁ କହିବୁ ମାଆକୁ କହିଲା ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ଗଡ଼ିଲାଣି ବେଳ ଭଲା ଗଡ଼ିଲାଣି ବେଳ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ଗଡ଼ିଲାଣି ବେଳ ଭଲା ଗଡ଼ିଲାଣି ବେଳ କପୁରିଲା ଧନ ନପକା ଚାଉଳ ନପକା ଚାଉଳ ଭଲା ନପକା ଚାଉଳ ଡାକିଲାଣି ଧନ ଦେଖ ଦୂରେ ମତେ କାଳ ଡାକିଲାଣି ଧନ ମତେ ଦୂରେ ଦେଖାଉ ମଶାଣିର କୋଳ ଏବେ ମଶାଣିର କୋଳ କହିଲା ମତେ ଗାଁ ମୁଣ୍ଡ ମଶାଣି ଡାକିଲାଣି ଆଜ୍ଞା ଘଡ଼ ଘଡ଼ ହେଲାଣି କଣ୍ଠ ଆସିକି ପହଞ୍ଚିଗଲାଣି ମତେ ଗାଁ ମୁଣ୍ଡ ମଶାଣି ଡାକିଲାଣି କହିଲା ଦୀପ ଗଲା ବେଳେ ତାକୁ କହିଦେଲେ ତୁଳସୀ ମୁଣ୍ଡ ପାଖେ ପଢୁଥିବୁ ଭାଗବତ ପୋଥି ମୋର ମରିବା ପୂର୍ବରୁ ଟିକେ ମାହାର୍ଦ ପାଣି ଟିକେ ଦେଇଦବ ତାପରେ କରିବ କଣ ମୋ ନାତି ନାତୁଣୀକି କହିଦବ ଭାଗବତ ପୋଥି ଟିକେ ମୋ କର୍ଣ୍ଣ ବିଳରେ ସ୍ପର୍ଶ କରିଦବ କରିବ କହିଲା ଉତ୍ତମ ବ୍ରାହ୍ମଣ ଡାକି କରି ପାଦ ପୂଜା ଉତ୍ତମ ବ୍ରାହ୍ମଣ ଡାକି କରିବ ପୂଜା କରିଦେବୁ 10 ଦାନ କଟିଯିବ ସଦା କରିଦେବୁ 10 ଦାନ କଟିଯିବ ଦଶା କେତେବେଳକୁ ଇଏ କଲୁ ଇଏ ହେଲାନି ବୋଲି ହଉ ହେଲା
କହିଲା ଉତ୍ତମ ବ୍ରାହ୍ମଣ ଡାକି କରି ପାଦ ପୂଜା ଉତ୍ତମ ବ୍ରାହ୍ମଣ ଡାକି କରିଦେବେ ପୂଜା କରିଦେବୁ 10 ଦାନ କଟିଯିବ ସଦା କଟିଯିବ ଦଶା ଭଲା କଟିଯିବ ଦଶା ବୁଝାଇ କହି ବୁଝାଇବାକୁ ତୋହର ବୁଝାଇ କହି ବୁଝାଇ ମାକୁ ତୋହର ବାପାରେ ଯେତେବେଳେ ମୁଁ ମରିଯିବି ତୁ କରିବୁ କଣ ମାଲ ଭାଇ ମାନଙ୍କୁ କୁଟୁମ୍ବ ମାନଙ୍କୁ ଡାକିକି ନେଇକି ମୋ ଶବ ସତ୍କାର କରିକି ଆଣିବୁ ତାପରେ ଶବ ସତ୍କାର କରିକି ଆସିଲା ପରେ କରିବୁ କଣ ହେଲା କୁଟୁମ୍ବ ମାନଙ୍କୁ ଦେବୁ ଅଭଡ଼ା ପଖାଳ କୁଟୁମ୍ବ ମାନଙ୍କୁ ଦେବୁ ଅଭଡ଼ା ପଖାଳ କାଳିଆ ଗୁଣ ଗାଇବ ଏ ହୁତହୁ ଫଳ କାଳିଆ ଗୁଣ ଗାଇବ ଏ ହାତହୁ ଫଳ ବୁଝାଇ କହି ବୁଝାଇବାକୁ ତୋହର ବୁଝାଇ କହି ବୁଝାଇ ମାକୁ ତୋହର ଓଡ଼ିଆରେ ମୋର ସରିଗଲା ଖେଳ ଓଡ଼ିଆରେ ମୋର ସରିଗଲା ଖେଳ ଏହିଠାରୁ ଦିନ ଜନ କରିବ ପ୍ରସ୍ଥାନ ଇହାଠାରୁ ଦିନ ଜନ କରିବ ପ୍ରସ୍ଥାନ ବେଳେ ମୋହର ଆପତ୍ତି ଘେନ ଆପତ୍ତି ଘେନ ହେଲା ଆପତ୍ତି ଘେନ ଭାଇମାନଙ୍କୁ ମୋହର ଏହି ନିବେଦନ ଭାଇ ମାନଙ୍କୁ ମୋର ଏହି ନିବେଦନ ଏକ ସ୍ୱରେ ହରିବଲ କର ତାରି ଜାଣ ଏକ ସ୍ୱରେ ହରିବୋଲ କର ତାରି ଜାଣ ମାଉସୀଙ୍କି ପରା ଏହି ନିବେଦନ ମାଉସୀକି ମୋର ଏହି ନିବେଦନ ହୁଳ ହୁଳି ଚାଳି ଦେବ ମୋ ମାଉସୀ ଗଣ ହୁଳ ହୁଳି ଚାଲି ଦେବ ମୋ ମାଉସୀ ଗାଣ ହରିବଲ ହୁଳ ହୁଳି ଏକ ସ୍ୱରେ ଥିବ ହରିବୋଲ ହୁଳ ହୁଳି ଏକ ସ୍ୱରେ ଥିବ ଏହି ପେଟ ଆଜଠାରୁ ଦାସ ଶବ୍ଦ ହେବ ଏହି ପେଟ ଆଜଠାରୁ ବୈକୁଣ୍ଠ ପୂଜିବ ଏହି ପେଟ ଆଜଠାରୁ ସ୍ୱର୍ଗେ ଚଳିଯିବ ଏହି ଠାରୁ ଆଜ ପେଟ ସ୍ୱର୍ଗେ ଚାଲିଯିବ ଯାହା ହେଉ ହେଲେ ଏବେ କରିଲେ କୀର୍ତ୍ତନ ଯାହା ହେଉ ଏବେ ଆମ୍ଭେ କରିଲେ କୀର୍ତ୍ତନ ସୁଧ ସୁଧ କୁମାର କରିବେ ମାର୍ଜନ ସୁଧ ସୁଧ କୁମାର କରିବେ ମାର୍ଜନ ଆନନ୍ଦ ତୁ ଗୋଟେ ଗୀତ ପଢେ ସମସ୍ତଙ୍କର ଆଟ୍ରାକ୍ସନ ହଉଛି ତୁ ଗୋଟେ ପଢେ।